ସବୁ ବର୍ଷ ଭଳି ଏଇ ବର୍ଷ ବି ମୁଁ ଅପେକ୍ଷା କରି ବସିଥିଲି ଯେ କେତେବେଳେ ମାର୍ଗଶିର ମାସ ଗୁରୁବାର ଆସିବ। ହେଲେ ଭାଗ୍ୟଟା ଏତେ ଖରାପ, ଫାଷ୍ଟ ଗୁରୁବାରଟା ବିନା ପୂଜାରେ ପଳେଇଲା କାହିଁକି ନା ପୌର୍ବାଷ୍ଟମୀ ଯାଇନଥିଲା। ଆଉ ତାପର ମାନେ ଯେଉଁ ଗୁରୁବାରରେ ଦୁଇଟା ଗୁରୁବାର ମୋର ଆଈଙ୍କର ଡେଥ୍ ହେଇଥିଲା, ତ ଯେହେତୁ 14 ପର୍ଯ୍ୟନ୍ତ ମୁଁ କୌଣସି ପୂଜାପତ୍ର କରୁନଥିଲି, ତ ସେଇଟା ଗଲା ଭାରି ଭାଗ୍ୟକୁ ଲାଷ୍ଟ ଗୁରୁବାର। ମୋ ମନଟା ଭାରି ଦୁଃଖ ହେଲା ଯେ 4 ଗୁରୁବାର ମୁଁ ମାଆଙ୍କୁ ସବୁବେଳେ ଅଲଗା ଅଲଗା ଭୋଗ ଦିଏ। ପ୍ରଥମ ଗୁରୁବାରଠୁ ଲଗେଇ ଶେଷ ଗୁରୁବାର ମାଆଙ୍କୁ ଯେମିତି ପୁରା ପଖାଳ ଦେଇକି ପୂଜା ଶେଷ କରେ, କିନ୍ତୁ ଏଇ ବର୍ଷ ସେହିସବୁ ଭାଗ୍ୟ ବୋଧହୁଏ ମୋର ନଥିଲା। ସେଥିପାଇଁ କେବଳ ଲାଷ୍ଟ ଗୁରୁବାର ମୁଁ ମାଆଙ୍କର ସେବା କରିବାର ମୌକା ପାଇଛି। ତ ଯେହେତୁ ଏଇଟା ମୋର ମାର୍ବଲର ଘର, ତ ମୋତେ ସବୁବେଳେ ଗାଁର ଷ୍ଟ୍ରକ୍ଚର୍, ଗାଁର ଜୀବନୀ ମୋତେ ବହୁତ ପସନ୍ଦ। ତ ମୋ ଘରକୁ ସେଥିପାଇଁ ମୁଁ ଟିକେ ଆଣିକି ସେ ନାଲି କଲର୍ ଢେଉଆ ମାଟିରେ ଟିକେ ରଙ୍ଗ କରୁଛି। ମେ ବି କାହାକୁ ଭଲ ଲାଗିବ କାହାକୁ ଖରାପ ଲାଗିବ, ବାକି ମୋତେ ବହୁତ ପସନ୍ଦ। ଟିକେ ଘରଟା ସତରେ ପୁରିଲା ପୁରିଲା ଲାଗେ ମୋତେ ଏମିତି ଘରେ ଚିତା ପକାଇଲେ। ତ ଆପଣମାନେ ବି ପୂର୍ବରୁ ଦେଖିଥିବେ ଯେତେବେଳେ ବି ମୁଁ ଘରେ ଚିତା ପକାଏ ସବୁବେଳେ ମୁଁ ଏମିତି କରିକି ପକାଏ, ମୋତେ ଭଲ ଲାଗେ। ମୁଁ ଜାଣିନି ଆପଣମାନଙ୍କୁ କେମିତି ଲାଗେ, ନିଶ୍ଚୟ ଜଣାଇବେ। ତ ଏବେ ଅଲରେଡ଼ି ମୋର ଚିତା ପକାପକି ପ୍ରାୟତଃ ଏଇ ଶୁଖିଲେ, ମାନେ ଏଇ ଯେଉଁ ନାଲି ମାଟିର ଚିତାଟା ପଡ଼ି ସାରିଲାଣି। ତ ଆକୁ ମୁଁ ସବୁଆଡ଼େ ଦେଖାଇ ଦେଉଛି, ଦେଖନ୍ତୁ ଏଇଠୁ ଏଇ ଯାଏଁ ସବୁ ଯେତିକି ଦରକାର ମୁଁ ପକାଇ ସାରିଛି। ତ ଏବେ ମୁଁ ବାହାରିଲି ମାର୍କେଟ, କାହିଁକି ନା ଆଜି ମୋତେ ମାର୍କେଟରୁ ବେଶୀ କିଛି କିଣିବାର ନାହିଁ, କାହିଁକିନା ମୁଁ ଅଲରେଡ଼ି ସବୁ ଜିନିଷ କିଣି ଦେଇଛି। କିନ୍ତୁ ବବଲି ଆସିବ ଆଜି, ତ ସିଏ ନିଜେ ବି ଜାଣିନି ତା ପାଇଁ ମୁଁ ଶାଢ଼ୀ ଆଣୁଛି। ତ ତା'ର ମୋର 2 ଜଣଙ୍କ ପାଇଁ ମାଣବସା ଶାଢ଼ୀ ଆଣିବା ପାଇଁ ମୁଁ ଯାଇଛି। ଆଉ ମୋ ସୁଟିଂରେ ବି ଯେଉଁ ଗିଫ୍ଟସ୍ ଦିଆହେଉଛି ଶାଢ଼ୀ, ତା'ର ବି ଶାଢ଼ୀ ମୋତେ ଆଜି କିଣିବାର ଥିଲା। ସୋ ଦ୍ୟାଟ୍ ମୁଁ ସବୁଯାକ ଶାଢ଼ୀ ଆଟ୍ ଏ ଟାଇମ୍ କିଣିବାକୁ ଯାଇଥିଲି। ଆମର କଟକରେ ଗୋଟେ ବିନୋଦ ଟେକ୍ସଟାଇଲ୍ ବୋଲି ଗୋଟେ ଦୋକାନ ଅଛି, ବହୁତ ହି ରିଜନେବଲ୍ ପ୍ରାଇସ୍ରେ ସେଠି ମିଳେ। ତ ମୁଁ ଏବେ ଆସି ଘରେ ବି ପହଞ୍ଚି ଗଲିଣି। ପିଠା କଲେ ଆଉ ପତ୍ରଟା ଫାଟିଯିବନି। ଫାଟିଯାଏ, ଫାଟିବନି ନା, ଦେଖୁନ ପୁରା ନରମ ହେଇଯାଉଥିବ। ହଁ ବା ଦଉଛି ବା ଫୋନରେ। ପତ୍ର ଏଠି ମିଳୁନାହିଁ, ପତ୍ର ଯଦି ଫାଟିଯିବ ମୋର ପ୍ରାଣ ପୁରା ଚାଲିଯିବ। ଭାଇରେ, ଏଇଟା ତ ମୁଁ ଟୋଟାଲ ଜାଣିନଥିଲି। ଆକୁ କରିଦେବୁ, ଟୋଟାଲ ଟିକେ ବି ଫାଟିବନି। ମୁଁ ତୋତେ କହିବାକୁ ଭୁଲିଗଲି, ତୁ ନହେଲେ ଆମ ଗଛରୁ ନେଇଯାଇଥାନ୍ତୁ ଓଉ ପତ୍ର ବା। କହିଲନି ଆଉ। କିନ୍ତୁ ଯୋଉ ପୋଡ ପିଠା କଲାବେଳେ ଏଇଟା ସେକିବୁନି, ପୁରା ଜଲ୍ଦି ପୋଡିଯିବ। ପିଠା ପୋଡିଯିବ, ଜଲ୍ଦି ପୋଡିଯିବ। ଏଇଟା କେବଳ ଯୋଉ ତୋର ସିଝା ପିଠା ପାଇଁ ପୁରା ନରମ ହେଇଗଲା। ଇଏ ଫାଟିବନି, ଫାଟିବନି। ଫାଟିବା ଚାଲ ଆକୁ ଭାଜିଦେଲ। କେତେ ସବୁ ଜିନିଷ ଦିଦି କଣ କଣ ନ ଆଣିଛନ୍ତି ତା ଠିକ ନାହିଁ। ନାଇଲୋ ମୁହଁ ଦେଖେଇନି ଲୋ ମୋ ଦିଦି, ତମେ ତ ସେମିତିରେ ସୁନ୍ଦରୀଟା। ମୁହଁରେ କଣ କି ରାତିରେ ଭୂତ ପଳେଇ ଆସିବ। ଦେଖିଲ କେଜାଇ ଜିନିଷ। ଆଉ ଗୋଟେ ଜିନିଷ ଭୋଗ ଦିଅନ୍ତିନି ବା। ମାଙ୍କ ପାଇଁ ଏ ବର୍ଷ ଏଇ ନୂଆ ଖଟୁଲି ଆସିଛି। ଆଉ ଏଇ ଯେଉଁ ପିତ୍ତଳ ଖଟୁଲି ଧୋଇ ଧାଇକି ମୁଁ ଘର ସାରା ଚିତା ପକେଇ ଦେଇଛି, ଯାହା ଯେମିତି ଆସିଛି। ଭାବିଲି କ'ଣ ପକେଇବି କହିକି ବୁଝିପାରିଲିନି, ନଡ଼ିଆ ବାହୁଙ୍ଗା କରିଦେଇଛି। ଯାଉ ମୋ ମା ବସିଛନ୍ତି, ମୋତେ ଭାରି ଖୁସି। କାଲି କେମିତି ସକାଳ ହେବ ଆଉ ମୋ ମାଆଙ୍କୁ ସଜ କରିଦେବି। ଆଉ ଯେତିକି ଯାହା ସବୁ ଅଛି ତାକୁ ସବୁ ସଜେଇ ସାଜେଇ ରଖିବା। ଆଉ ହେଲେ ଶୁଣ, ଶିଖିଗଲେ ବି ଡିଟୋ ସେମିତି ହେଲେ ବି ତାର ଯୋଉ ଟେଷ୍ଟଟା ସେଇଟା କେମିତି ଆସିବ? ଏ ଭାଇରେ, ତ ଏଇଟା ପଡେ, କିନ୍ତୁ ଲୋକମାନଙ୍କୁ ଦିଦି ପୁରା ତୋର ସେଟା ଦେଖିଦିଏ, ମୁଁ ଏପଟଟା କରିଦିଏ। ଆଉ ଗୋଟେ କୋଉଠି ପକେଇଛ? ଗଡରେଜ କତିରେ ଏଠି ପଡେ। ଗଡରେଜରେ ତ ମେନ୍ ଲକ୍ଷ୍ମୀ ରହୁଛନ୍ତି ଆଉ। ମୁଁ ଛୋଟିଆ କି ଗୋଟେ ପାଦ କରିଦିଏ ଖାଲି। ଏଇ ତମ ପୁଅ କହିବେ କଣ ତା ଭିତରେ ପଶିବେ। ଆଉ ଯୋଉ ମା ପଶିଗଲେ ଯୋଉ ପକେଟରେ ପୁରେଇ ଦଉଛ। फाइनाली सब चिता फिता पड़गला, फुल थोईदेली, गोबर भी थोईदेली। तो एबे
ସକାଳକୁ ମାନେ ଆରେ ସକାଳ ମାନେ ଆଉ ଉଠରେ କ'ଣ ପାଖାପାଖି ଏବେ ବହୁତ ଲେଟ୍ ନାଇଟ୍ ହେଇଗଲାଣି। ଆମେ ରାତିରେ 2 ଜଣ ଯାକ ଭାବିଛୁ ଆଉ ଶୋଇବୁନି, କାହିଁକି ନା 3ଟା ରାତିରୁ ଗାଧା ପାଧା କରି ପୂଜା କରିବାର ଅଛି, ତ ଶୋଇପଡ଼ିଲେ ଆଉ ଉଠି ପାରିବୁନି। ଅଲରେଡ଼ି ବହୁତ କାମ ଆଜି ଘରେ ହେଇଗଲାଣି। ସବୁ ଘର ଲୋକମାନେ ଜାଣିଛନ୍ତି ଗୁରୁବାର ହେଲେ କେତେ କଷ୍ଟ କରିବାକୁ ପଡ଼େ। ତ ଏବେ ଆଜି ମୋର ଆଜିର ମାନେ କାଲି ଗୁରୁବାରର ପ୍ରିପାରେସନ୍ ପାଇଁ ଆଜିର ଏତିକି। କାଲି ପୁଣି ଥରେ ଆପଣଙ୍କୁ ପୁରା ପୂଜାର ଭିଡ଼ିଓ ଦେଖେଇବି। ତ ଯେଉଁମାନଙ୍କର ଇଚ୍ଛା ଅଛି, ଯେଉଁମାନେ ମୋତେ କହିବି ଥିଲେ, ତ ସ୍ପେସିଫିକ୍ ମୁଁ ସେମାନଙ୍କ ପାଇଁ କରିଛି। ତ କିଛି ଜିନିଷ ମୁଁ ସ୍କିପ୍ କରିଛି, କାହିଁକିନା ସେଇଟା ମୁଁ ଦେଖେଇବାକୁ ଚାହେଁନି ଲକ୍ଷ୍ମୀ ପୂଜାରେ। ତ ଆଉ ଯାହା ସବୁ ବିଧି ଅଛି ମୁଁ ଡେଫିନେଟଲି ଆପଣମାନଙ୍କ ସହିତ ସେୟାର କରିବି। କିଛି ବିଧି ଅଛି ଯେଉଁଟାକି ମୁଁ କ୍ୟାମେରା ସାମ୍ନାରେ ସମସ୍ତଙ୍କ ଆଗରେ ସେଇଟା କରିପାରିବି ନାହିଁ, ତ ତାକୁ ଛାଡ଼ିକି ଆଉ ସବୁ ଜିନିଷ କାଲି ଭିଡ଼ିଓରେ ଆପଣମାନଙ୍କୁ ମୁଁ ଦେଖେଇବି। କାଲି ପର୍ଯ୍ୟନ୍ତ ଆପଣମାନେ ଖୁସିରେ ଥାଆନ୍ତୁ, ଭଲରେ ଥାଆନ୍ତୁ। ମା' ସବୁବେଳେ ତାଙ୍କ କରୁଣା ଆପଣମାନଙ୍କ ପାଖରେ ମା ରଖିଥାନ୍ତୁ। ଜୟ ମା ଏଇନା ଜଗନ୍ନାଥ। ବିନା ପୁଣି ମେକଅପରେ ଦେଖା ହେବ ଅଛନ୍ତି। ନେକ୍ସଟ ବ୍ଲଗ୍ରେ। ମେକଅପ ରହିଲି, ହେଇସାରନ୍ତୁ ଆମେ ପ୍ରଣାମ। ଦେଖିବା ଆଉ।